ଏବେ ସବୁ ଜାତକ ଫାତକ ଦେଖା ହେଇକିରି ଅଧା ପିଲାଙ୍କର ବାହାଘର ହେଉଛି କାହିଁ ଅଧାରୁ ଡିଭୋର୍ସ କାହିଁ ହେଇଯାଉଛି ଯଦି ଜାତକ ଭଲ ପଇଲା ଭଲ ସୁଝୁଛି ଏବେ ଅମକ ଦିନ ତୁମର ବାହାଘର ହେବ ଅମକ ଦିନ ଶୁଭ ଶୁଭଲ ଲଗ୍ନ ଦିଆହେଇକି ହେଉଛି ବରଯାତ୍ରୀ ଯାଉଛନ୍ତି ଖାଉଛନ୍ତି ପିଉଛନ୍ତି ତାପରେ ଗୋଟେ ଗୋଟେ ଝିଅ ଅଛନ୍ତି ପଳେଇ ଯାଉଛନ୍ତି ଗୋଟେ ଗୋଟେ ଝିଅ ଅଛନ୍ତି ପଳେଇ ଯାଉଛନ୍ତି କେଉଁନ ଯେଉଁନ ବାହାଘର ସେନ ବର ଏପଟ ପ୍ରସେସନ କରି ଚାଲିଛି ଇଏ କିନ୍ତୁ ଭାଗିଛି ତାଙ୍କର ବି ସେ ପଡ଼ିକି ରହୁଛି ନା ନାହିଁ ହାତ ଫାତ ଦେଖା ଦେଖି ଜାତକ ଦେଖା ଦେଖି ତୁମର ସୁଝିଲା ତାର କେଉଁ ରାଶି ତୁମର ଏଇ ରାଶି ଅମକମ ରାଶି ହଁ ପଇଲା ତୁମର ସୁଝିଗଲା ଠିକ୍ ଅଛି ବର ଆଉଛି ଠିକ୍ ଅଛି ବାହାଘର ହେଲା ବର ଆଉଛି ବର ଆସି ଜଷ୍ଟ ଦୁଆର ମୁହଁ ହେଲା ବେଳକୁ ଝିଅ ଫେରାର ସେ ତ ଛାଡ଼ ଗୋଟେ ଝିଅଙ୍କର ହାତ ଗଣ୍ଠି ପଡ଼ିଯାଉଛି ଗୋଟେ ଝିଅଙ୍କର ହାତ ଗଣ୍ଠି ପଡ଼ିଯାଉଛି ହାତ ଗଣ୍ଠି ପଇଲା ସେ ହେଲା ଆଇଲା ଘରକୁ ଆଇଲା ଝିଅ ଆଇଲା ଠିକ୍ ଫୋର୍ଥ ନାଇଟ୍ ଦିନ ସେ ନାହିଁ ବେଡ୍ ଫାଙ୍କା ଠିକ୍ ମାନେ ଫୋର୍ଥ ନାଇଟ୍ ଦିନ ଦେଖିବେ ବେଡ୍ ଫାଙ୍କା କାହିଁ ଝିଅ ଅଲଗା ପୂର୍ବତନ ଲଭର ସାଙ୍ଗେ ଫେର ତାଙ୍କର ବି ଜାତକ ପଡ଼ି ହେଇଥିବ ନା ସେଦିନ ସେଇ ଦିନଟାକୁ ସମସ୍ତେ ମନେ ରଖିଥାଏ ନା ସେଦିନଟା ପ୍ରାୟ ବିବାହିତ ପୁରୁଷ ହଉ ନାରୀ ହଉ ସେଦିନଟା ସମସ୍ତଙ୍କ ପାଇଁ ଫାଷ୍ଟ ଟାଇମ୍ ଆସେ ସେଥିପାଇଁ ଫୋର୍ଥ ନାଇଟ୍ କୁହାଯାଏ ପ୍ରଥମ ରାତ୍ରି ଯେଉଁ କୁହନ୍ତି ଆମେ ତ ଜାଣିନୁ ସେଇଟା ମାନେ ସିନେମା ଦେଖି ଯାହା କହୁଛେ ଆଉ ସେଦିନ କ'ଣ ଛୁଆ ହେଲା ପରେ ପିଲା ପଳାଉଛନ୍ତି ତାଙ୍କର କ'ଣ ରାଜଯୋଗ ପଡ଼ିନଥିଲା ତାଙ୍କର କ'ଣ ଜାତକ ଦେଖା ହେଇନଥିଲା ସେମାନେ ତାହେଲେ କାହିଁ ଯାଉଛନ୍ତି ଯାହାକୁ ଯିଏ ରସିଲା ତାକୁ ସେ କିଆ ଫୁଲ ପରି ବାସିଲା ମଲ୍ଲି ଫୁଲ ପରି ବାସିଲା କି ଗୋଲାପ ଫୁଲ ପରି ବାସିଲା ପ୍ରତିକାର ନାହିଁ ନିଜକୁ ସଂଯତ କରିବା ପାଇଁ ପଡ଼ିବ ଯେହେତୁ ଆମର ବ୍ୟାଚଲର ଲାଇଫ୍ ଗୋଟେ ଅଲଗା ବାହାଲା ପରେ ଗୋଟେ ଲାଇଫ୍ ଅଲଗା ଘଟିଯାଇଥିବା ଘଟଣାକୁ ଛାଡ଼ି ଦିଅ ଯଦି ବାହାଲା ପରେ ଯଦି ଆମେ ବ୍ୟାଚଲର ଲାଇଫ୍ ମାନେ ଜିଇଁବା ପାଇଁ ଚେଷ୍ଟା କରିବା ଯଦି ବାହା ହେଉଛେ ଆମେ କ'ଣ ନା ବ୍ୟାଚଲର ବେଳେ ଯେମିତି ଥିଲୁ ସେମିତି ରହିବା ଏଇଠି କରି ସେଇଟା ହେବନି ନା ଯେଉଁ ଟାଇମ୍ ପିଲାବେଳେ ପଢ଼ାବେଳେ ପଢ଼ିବା ଦୌଡ଼ିଲା ବେଳେ ଦୌଡ଼ିବା ଶୋଇଲା ବେଳେ ଶୋଇବା ଖାଇଲା ବେଳେ ଖାଇବା ଆମେ ସବୁଯାକ ମିଶେଇ ଦେବା ତାହେଲେ ଅସୁବିଧା ହେବ ନା ତେଣୁ ତା ସମୟ ଆମେ ଏବେ କ'ଣ ଆଣ୍ଟଉଛେ ଆମେ ତ ଜନ୍ମ ହେଲୁ ଫାଷ୍ଟ ହେଲା ଆଣ୍ଟେଇଲୁ ତାପରେ ଫାଷ୍ଟ ହେଲା ପେଟେଇଲୁ ତାପରେ ଆଣ୍ଟେଇଲୁ ଆମେ ଏବେ ସବୁ ପେଟଉଛେ କି ଆଣ୍ଟଉଛେ କିନ୍ତୁ ତା ସମୟ ପଳେଇଲାଣି ଏବେ ଆପଣ ଦୌଡ଼ୁଛନ୍ତି ଦୌଡ଼ୁଛି ଚାଲୁଛି ଦୌଡ଼ୁଛି ଗାଡ଼ି ଚଢ଼ୁଛି ଆପଣଙ୍କ ପାର୍ଟନର ବିଷୟରେ କ'ଣ କହିବେ ନାଲିଆଙ୍କ ବିଷୟରେ ଆମର ଏ ସିନେମାରେ ଜ୍ଞାନ ଭାଇ ମୋ ସହିତ କରିଛନ୍ତି ଆମେ ହେଇଛୁ ଗୋଟେ ରିପୋର୍ଟର ବାଲା ଗୋଟେ କରିଛୁ ମାନେ ଗୋଟେ ନନାକୁ ଯାଇ ହଇରାଣ କରୁଛୁ ସିନେମାଟା ପୁରା ଅଲଗା ପ୍ରକାର ଗୋଟେ ଆମର ହେଇଛି ଆଉ ନାଲିଆଙ୍କ କଥା କ'ଣ କହିବି ସେ ତ ତାଙ୍କର ଦେଖିବେ ରାତିରେ ତାଙ୍କ ଘର ଲାଇଟ୍ ଲଗା ହେଉନି ହସି ଦେଖନ୍ତି ଲାଇଟ୍ ହେଇଯାଉ ତାଙ୍କ ଘରେ ଏତେ ନାଲି ଆମ୍ବ ମାନେ ତାଙ୍କର ଦେଖିଲା ପରେ ତୁମେ ଲାଗିବ ଏଇଟା ଆମ୍ବଟା ନା ଆମ୍ବେଡ଼ାଟା ଏତେ ବଢ଼ିଆ ତାଙ୍କର ନାଇଁ ଜ୍ଞାନ ଭାଇ ବହୁତ ଭଲ ଆର୍ଟିଷ୍ଟ ଭଲ ବି କରିଛନ୍ତି ଭଲ କାମ ବି କରିଛନ୍ତି ସେ ଆଜି ଆସିପାରୁନାହାନ୍ତି ବର୍ଷା ଯୋଗୁଁ ନାଇଁ ବର୍ଷା ନୁହଁ ଏ ଯେଉଁ ହେଉଛି ଥଣ୍ଡା ଜୋର ହେଉଛି ସେଥିପାଇଁ ଆସିପାରୁନାହାନ୍ତି ଆସିବେ ବ୍ୟସ୍ତ ଥିବେ ନିହାତି ନାଲିଆଙ୍କ କଞ୍ଚା ଅଛନ୍ତି ନା ପାଚିଗଲେଣି ପାଚିଗଲା ବୟସ ତାର ହେଲାଣି ତେଣୁକରି ତାଙ୍କର ନାଲି ଆଉ ପାଚିଗଲାଣି ଏଇଟା ଆପଣ ସିନେମା ଦେଖିଲା ପରେ ଜାଣିପାରିବେ ଏଇଟା ସୁରକ୍ଷିତ କି ଅସୁରକ୍ଷିତ ନିହାତି ମୋତେ ଲାଗୁଛି ସୁରକ୍ଷିତ ସମ୍ପର୍କ କାହା ଉପରେ ବ୍ୟାଡ୍ ଇଫେକ୍ଟ ପକାଇବନି ଫ୍ୟାମିଲି ବସି ଏଗୁଡ଼ା ଦେଖିପାରିବେ ଫ୍ୟାମିଲି ଡ୍ରାମାଟା ରହିଛି ଏଇଟା ସୁରକ୍ଷିତ ହଠାତ୍ ଫ୍ୟାମିଲି ଆଡ଼ିକି ଆପଣ ପଳେଇଲେ ହଁ ନିହାତି ଆମେ କରୁଛୁ ନା ବର୍ତ୍ତମାନ ଗୋଟେ ସିନେମା ହେଉଛି ମାନେ ସେଠି ଫ୍ୟାମିଲି ବସି ଦେଖି ହେବନି କିସ୍ ଫିସ୍ ସିନ୍ ଏ ସିନ୍ ହଟ୍ ସିନ୍ ସବୁ ଆସୁଛି ତେଣୁକରି ଏଥିରେ ସେମିତି କିଛି ନାହିଁ ଏଇଟା ପାରିବାରିକ କାହାଣୀ ପୁରା ଅଛି ଯେତିକି ଆବଶ୍ୟକ ଆମର ଓଡ଼ିଆ ମାନେ ଯେତିକି ନା ଆମର ଓଡ଼ିଆ ସଂସ୍କୃତି ଆଉ ପରମ୍ପରାକୁ ନେଇକରି ଆମେ କେମିତି ବେଶୀ ନ କରିକିରି ତେଣୁ ପୁରା ଫ୍ୟାମିଲି ଡ୍ରାମାଟା କରାହେଇଛି ଆପଣ ଦେଖିବେ ନିହାତି ଭଲ ଲାଗିବ ଆଉ କ'ଣ ଚେୟାର ବିନା ଟେବୁଲ ବି ଅଧୁରା ଟେବୁଲ ବିନା ଚେୟାର ବି ଅଧୁରା ଅଜା ବିନା ଅଜା ଆଈ ଗୋଟେ ସମ୍ପର୍କ ଅଛି ଅଜା ସାଙ୍ଗରେ ଆଈର ସମ୍ପର୍କ କ'ଣ ଆଈ ସାଙ୍ଗରେ ଅଜାର ସମ୍ପର୍କ କ'ଣ ସବୁ ସମ୍ପର୍କ ନା ଅଲଗା ନା ସମ୍ପର୍କ ବିଭିନ୍ନ ପ୍ରକାର ସମ୍ପର୍କ ହେଉଛି ଗୋଟେ ଲଭର ପୁଅ ଝିଅ ଭିତରେ ଲଭର ଗୋଟେ ସମ୍ପର୍କ ଗୋଟେ ଅଛି ଭାଇ ଭଉଣୀ ଭିତରେ ଗୋଟେ ସମ୍ପର୍କ ଅଲଗା ବାପା ବୋଉ ଭିତରେ ସମ୍ପର୍କ ଅଲଗା ଅଜା ଆଈ ଭିତରେ ଗୋଟେ ସମ୍ପର୍କ ହେଉଛି ଅଲଗା ଚେୟାର ଟେବୁଲ ଉଦାହରଣ ଦେଲେ ଚେୟାର ଟେବୁଲ ଭିତରେ ସମ୍ପର୍କ ଅଲଗା ରାସ୍ତା ଆଉ ଗାଡ଼ି ଭିତରେ ସମ୍ପର୍କ ଅଲଗା ଗାଡ଼ି ନଥିଲେ ରାସ୍ତା ଯିବନି ମାନେ ଗାଡ଼ି ନଥିଲେ ରାସ୍ତାରେ କ'ଣ ସ୍ୱଭାବ କେମିତି ବଢ଼ିବ ତେଣୁ ସମ୍ପର୍କ କିନ୍ତୁ ଏ ସମ୍ପର୍କଟା ଏଇଟା କେମିତି ଏ ସମ୍ପର୍କ ସେଥିପାଇଁ ଦିଆହେଲା ଏ ସମ୍ପର୍କଟା